নমস্কার দর্শক বন্ধু, শুভ সকাল। আজ হচ্ছে 23 নভেম্বর শনিবার। আজ রয়েছে দেশ বিদেশ রাজ্যর গুরুত্বপূর্ণ খবর, যা আপন মানে 10 মিনিট সময় দিয়ে দেখিপারে। তা পূর্ব আপন মানুষ গোটিয়ে অনুরোধ, আপনার জেলাকে ভাল পাওয়া ভিডিওটি লাইক করে কমেন্টরে জেলার না লিখিদেবে। মুখ্যমন্ত্রীর বড় ঘোষণা, নভেম্বর মাসে বদলাইলে সবু নিয়ম। সুভদ্রা যোজনা টাকা আউ গোটে দিন পরে মিলিব। তা সহ রাশন কার্ড 5 কোটি লোকଙ୍କର কটিলা। এমিতি 20টি গুরুত্বপূর্ণ খবর আছে। তবে কোন রয়েছে খবর, চালুন তা উপরে নজর পকাইবা। ପଢୁଆଁ ହେବେ ବଡ଼ ଠାକୁର, ଶ୍ରୀ ମାଧବାନନ୍ଦଙ୍କ ପୀଠରୁ ଆସୁଛି ଭାର। ଆଜି ପ୍ରଥମାଷ୍ଟମୀ, ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବଡ଼ଦିଅଁ ହେବେ ପଢୁଆଁ। ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ମାଧବା, ଭୂଦେବୀ, ଶ୍ରୀଦେବୀ ପାଇଁ ପାଟ ବସ୍ତ୍ର ଆସିଛି। ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭିଡ଼ ମଧ୍ୟ ଜମିଛି। ଧାନ କ୍ରୟକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, 24 ରୁ 48 ଘଣ୍ଟା ଭିତରେ ପଇସା ପାଇବେ। ତେବେ ଢେଙ୍କାନାଳ ଜିଲ୍ଲାରେ ଧାନ କ୍ରୟକୁ ନେଇ ଉପମୁଖ୍ୟମନ୍ତ୍ରୀ ତଥା ପ୍ରଭାତୀ ପରିଡା ହିସାବରେ ସମୀକ୍ଷା ବୈଠକ କରିଛନ୍ତି। ଜାନୁଆରୀ 8 ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ ଧାନ କିଣା। ସରକାରଙ୍କ ନିୟମ ମୁତାବକ କଟନୀ ଛଟନୀ ରହିବ ନାହିଁ। ଗୋଟିଏ ଦିନରେ କିଭଳି ଧାନ ଉଠିବ ସେ ନେଇ ସମୀକ୍ଷା କରାଯାଇଛି। ଯେଉଁ ଚାଷୀମାନେ ମଣ୍ଡିରେ ଧାନ ଦେବେ ସେମାନେ କିଭଳି 24 ରୁ 48 ଘଣ୍ଟା ଭିତରେ ଟଙ୍କା ପାଇବେ ସେ ନେଇ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି। ସୁଭଦ୍ରା ଟଙ୍କାକୁ ନେଇକି ବଡ ଅପଡେଟ, ଆଉ ଗୋଟିଏ ଦିନ ପରେ ଆସିବାକୁ ଯାଉଛି ସୁଭଦ୍ରା ଟଙ୍କା। ଏ ନେଇକି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଘୋଷଣା କଲେ। ତେବେ କୁହାଯାଉଛି 2,67,000 ଫର୍ମର ମଧ୍ୟ ରିଚେକିଂ ହୋଇଛି। ତା ସହିତ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ମିଳିବ ସୁଭଦ୍ରା ଯୋଜନା ଟଙ୍କା। ଏ ନେଇକି 20 ଲକ୍ଷ ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଟଙ୍କା ମିଳିବ ବୋଲି କୁହାଯାଉଛି। ତେବେ ଏ ନେଇକି ସୁନ୍ଦରଗଡ଼ ଜିଲ୍ଲାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଏହି ଅବସରରେ ଟଙ୍କା ପ୍ରଦାନ କରାଯିବ। ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ 60,27,000 ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଥିଲା। ଏଥିରେ ମିଶିଲେ ଆଉ 80 ଲକ୍ଷ ଟପିଯିବ ବୋଲି କୁହାଯାଉଛି। ମୋଟ ଡିସେମ୍ବର ସୁଦ୍ଧା 1 କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଯିବ ବୋଲି କୁହାଯାଉଛି। ରାଜ୍ୟ ସରକାରଙ୍କର ବଡ଼ ନିଷ୍ପତ୍ତି, ଆଉ ଥରେ ଆରମ୍ଭ ହେବ ଜାଗା ମିଶନ ସର୍ଭେ। ବିଏମସି ଓ ସିଏମସି ର ବସ୍ତି ଯାଞ୍ଚ ହେବ। ଏନେଇ ସରକାରଙ୍କର ମଧ୍ୟ ବଡ଼ ଘୋଷଣା। ତେବେ ବିଏମସି ର 17ଟି, ସିଏମସି ର 2ଟି ବସ୍ତି ଯାଞ୍ଚ ହେବ। ଜାଗା ମିଶନରେ ବସ୍ତି ବାସିନ୍ଦା ପାଇଥିବା ଭୂମି ଅଧିକାରୀ ପ୍ରମାଣପତ୍ର ପୁଣି ଥରେ ଯାଞ୍ଚ ହେବ। ଅଯୋଗ୍ୟ ହିତାଧିକାରୀ ଚଞ୍ଚକତା କରି ଜାଗା ହାତେଇଥିବା ସେମାନଙ୍କୁ ବାଦ୍ ଦିଆଯିବ। ପ୍ରମାଣପତ୍ର ଛଡେଇ ନେବ ପ୍ରଶାସନ। ଅନ୍ୟପକ୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ଜାଗା ବଦଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2.0 ଘର ନିର୍ମାଣ ଯୋଗାଇ ଦେବେ। ତେବେ ଅନେକ ଲୋକଙ୍କର ଜମି ରହିଥିବା ବେଳେ ତାଙ୍କର ସହରରେ ମଧ୍ୟ ପ୍ଲଟ ରହିଛି, ମାତ୍ର ସେମାନେ ନିଜକୁ ଭୂମିହୀନ ଦର୍ଶାଇ ମାଡ଼ି ବସିଥିବା ସରକାରୀ ଜାଗାକୁ ଜାଗା ମିଶନରେ ଯୋଡି ଭୂମି ଅଧିକାର ପ୍ରମାଣପତ୍ର ନେଇଥିବା ଜଣାପଡିଛି। ଏପରିକି ଜଣେ କି ଦୁଇ ଜଣ ନୁହେଁ, ଶହ ଶହ ଅଯୋଗ୍ୟ ହିତାଧିକାରୀ ଅଛନ୍ତି, ଯାହା ସରକାର ହାବୁଡରେ ମଧ୍ୟ ପଡିଛନ୍ତି। ଯେଉଁମାନେ ପ୍ରକୃତ ଗରିବ ହୋଇଥିବେ, ସେମାନଙ୍କ ପାଖରେ ଭୂମି ନଥିବ, ସେମାନଙ୍କୁ ଜାଗା ମିଳିବ ବୋଲି ସରକାର କହିଛନ୍ତି। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି କୁହାଯାଉଛି। ତେବେ ପରୀକ୍ଷାମୂଳକ ପ୍ରଥମେ 19ଟି ବସ୍ତିର ନଗର ଉନ୍ନୟନ ବିଭାଗ ସର୍ଭେ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଉଛି। ନକଲିକୁ ଧରିଲା ଅସଲି ପୋଲିସ, ନକଲି କ୍ରାଇମବ୍ରାଞ୍ଚ ଏବଂ ଆଇପିଏସ୍ ଅଫିସର ଆଇଡି କାର୍ଡ ଜବତ। ତେବେ ନକଲି ଆଇପିଏସ୍ କୁ ଧରିଛି ଅସଲି ପୋଲିସ। ଗତକାଲି ନୂଆପଡାରୁ ଏକ ଭଡା ବୋଲେରୋ ଆସି ମୁରୁବାହାଲ ଠାରେ ଭଡା ଗାଡିକୁ ଲୁଟ୍ କରିବା ପାଇଁ ଉଦ୍ୟମ ପଡିଲା ମହଙ୍ଗା। ମୁଖ୍ୟ ଅଭିଯୁକ୍ତ ସହିତ 3 ଜଣଙ୍କୁ ଗିରଫ କଲା ମୁରିବାହାଲର ପୋଲିସ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କଣ୍ଟାବାଜି ଏବେ ଏସଡିପିଓ। ତେବେ ଅଭିଯୁକ୍ତ ଠାରୁ ନକଲି ଆଇପିଏସ୍ ଅଫିସର ପୋଷାକ ଏବଂ ନକଲି କ୍ରାଇମବ୍ରାଞ୍ଚର ଆଇଡି କାର୍ଡ, ବିଭିନ୍ନ ନକଲି ସାମଗ୍ରୀ ଜବତ ହୋଇଛି। ତେବେ କୁହାଯାଉଛି ଏମାନେ ଭଡା ବୋଲେରୋରେ ନକଲି ପୋଲିସ ହେଇ ଲୋକଙ୍କ ଠାରୁ ଲୁଟୁଥିଲେ। ତେବେ କୁହାଯାଉଛି ସବୁ ଅଞ୍ଚଳରେ ଏମାନେ ଲାଗିଛନ୍ତି, ତେଣୁ ଆପଣମାନେ ଭୟଭୀତ କରିବେ ନାହିଁ ଏବଂ ଆଇ କାର୍ଡ ମଧ୍ୟ ଦେଖାଉଛନ୍ତି। ଏ ନେଇକି ପୋଲିସ ମଧ୍ୟ ତାଙ୍କୁ ଗିରଫ ମଧ୍ୟ କରିଛି। ରାଜଧାନୀ ଦିଲ୍ଲୀରେ 22 ରୁ 24 ପାଳିତ ହେବ ଓଡ଼ିଶା ପର୍ବ। ସାମିଲ ହେବେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜଧାନୀ ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ଝଲକ। ଜବାହରଲାଲ ନେହେରୁ ଷ୍ଟାଡିୟମରେ ପରିସରରେ ଉଦ୍ଘାଟିତ ହେଲା 3 ଦିନିଆ ଓଡ଼ିଶା ପର୍ବ। ତେବେ ଝଲସୁଛି ଓଡ଼ିଆ କଳା, ସଂସ୍କୃତି, ପରମ୍ପରା ଏବଂ କୀର୍ତ୍ତିରାଜିର ଇତିହାସ। ଆଜିଠୁ 24 ଯାଏଁ ଓଡ଼ିଆ
ଏବଂ ଓଡ଼ିଶା ସମ୍ମାନ ସମାଜ ପକ୍ଷରୁ ପାଳିତ ହେଉଛି ଓଡ଼ିଶା ପର୍ବ। ଉଦ୍ଘାଟନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି। ବହୁ ବୁଦ୍ଧିଜୀବୀ, ଲେଖକ, କଳାକାର ଉପସ୍ଥାପିତ କାର୍ଯ୍ୟକ୍ରମ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଭାରତ ଇତିହାସରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଶାନ୍ତି ପାଇଁ ବିଶ୍ୱ କଳିଙ୍ଗ ଯୁଦ୍ଧରୁ ଶିକ୍ଷା ଲାଭ କରୁଛନ୍ତି ରାଷ୍ଟ୍ରପତି କହିଥିଲେ। ବାଲିଯାତ୍ରା ବି କଥା ମଧ୍ୟ କହିଛନ୍ତି। ସେହିଭଳି ଦିଲ୍ଲୀରେ ରହୁଥିବା ଓଡ଼ିଆଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କହିଛନ୍ତି, ବିଶ୍ୱ ସ୍ତରରେ ପରିଚୟ ସୃଷ୍ଟି କରିଛନ୍ତି ଓଡ଼ିଆ। ବଦଳିଲା ଯୁକ୍ତ 2 ଢାଞ୍ଚା ମାର୍କିଂ। ତେବେ 24 ମାର୍କ ରଖିଲେ ପାସ୍ ହେବେ ପରୀକ୍ଷାର୍ଥୀ। ଏନେଇ ଘୋଷଣା ମଧ୍ୟ କରାଯାଇଛି। କଡ଼ାକଡ଼ି ହେବ ଏଥର ବୋର୍ଡ ପରୀକ୍ଷା। ଥିଓରି ପରୀକ୍ଷାରେ 80ରୁ 24 ମାର୍କ ରଖିଲେ ପାସ୍ ହେବେ ପରୀକ୍ଷାର୍ଥୀ। ଏଣିକି 80 ମାର୍କରେ ଥିଓରି, 20 ମାର୍କରେ ଆସେସମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବାକୁ ଯାଉଛନ୍ତି ଯୁକ୍ତ 2 ଛାତ୍ରଛାତ୍ରୀ। ଉଭୟ ଆସେସମେଣ୍ଟ ଏବଂ ଥିଓରି ପରୀକ୍ଷାକୁ ମିଶାଇ 100 ମାର୍କର ପରୀକ୍ଷା ହେବ। ଥିଓରି ପରୀକ୍ଷାରେ 80ରୁ 24 ମାର୍କ ରଖିଲେ ପାସ୍ ହେବେ ବୋଲି କୁହାଯାଉଛି। ସରକାରୀ କର୍ମଚାରୀଙ୍କ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ସୁନିଶ୍ଚିତ ହେବ। ସମସ୍ତ ବିଭାଗ ମୁଖ୍ୟଙ୍କୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ। ତେବେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର ଆସିଛି। ରାଜ୍ୟ ସରକାରୀ କର୍ମଚାରୀଙ୍କ ଅବସର ଦିନ ସେମାନଙ୍କର ପୂର୍ଣ୍ଣାଙ୍ଗ ପେନସନ ସୁନିଶ୍ଚିତ ହେବ। ଏନେଇ ନିଜ ନିଜ ବିଭାଗ ତଥା ବିଭାଗ ଅଧୀନସ୍ଥ ସମସ୍ତ ବିଭାଗ ମୁଖ୍ୟଙ୍କୁ ମୁଖ୍ୟ ଶାସନ ସଚିବ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସରକାରୀ କର୍ମଚାରୀଙ୍କ ପେନସନ ମଞ୍ଜୁରି କରିଥିବା ଅଧିକାରୀଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଯାଇଛି। ଯଦି କୌଣସି କର୍ମଚାରୀ ବିରୋଧରେ କୌଣସି ଭିଜିଲାନ୍ସ ମାମଲା ଥିବ, ତା ପୂର୍ବରୁ ଏହା ଫଇସଲା କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ସେହିପରି ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତି ମାସରେ ପେନସନ ତଥା ପର ମାସର 7 ତାରିଖରେ ଦିଆଯିବ ବୋଲି ଚିଠିରେ ମଧ୍ୟ ଉଲ୍ଲେଖ କରାଯାଇଛି। ଆସୁଛି ଆଉ ଏକ ବାତ୍ୟା। ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ। ଓଡ଼ିଶା ଉପରେ ଏହାର ପ୍ରଭାବ କ'ଣ? ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି, 23 ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ମୁହାଁ ହୋଇପାରେ, ଅବପାତର ରୂପ ନେଇପାରେ। ପ୍ରଭାବରେ ତାମିଲନାଡୁ, ଶ୍ରୀଲଙ୍କା ପାଖାପାଖି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବାତ୍ୟା ରୂପ ନେବ କି ନାହିଁ ଲଘୁଚାପ ହେବା ପରେ ସ୍ପଷ୍ଟ ହେବ। ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ ନାହିଁ ବୋଲି କୁହାଯାଉଛି। 27-28 ତାରିଖ ବେଳକୁ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି କୁହାଯାଉଛି। 5 ବର୍ଷରେ 5 ଲକ୍ଷ କୋଟି ଓଡ଼ିଶାରେ ପୁଞ୍ଜି ନିବେଶ ହେବ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ। ସିଙ୍ଗାପୁର ଗସ୍ତ ସଫଳ ହୋଇଛି। ଅନେକ କମ୍ପାନୀ ଉତ୍କର୍ଷ ଓଡ଼ିଶା ବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବା ପାଇଁ ଓଡ଼ିଶାକୁ ଆସୁଛନ୍ତି। ଆଉ ସିଙ୍ଗାପୁର ଗସ୍ତରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ରୋଡ୍ ଶୋ ପରେ ଓଡ଼ିଶା ଫେରିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ମୁଖ୍ୟମନ୍ତ୍ରୀ ମଧ୍ୟ ଘୋଷଣା କରିଛନ୍ତି, ଖୁବ୍ ଜଲଦି ଓଡ଼ିଶାରେ 5 ବର୍ଷରେ 5 ଲକ୍ଷ କୋଟି ଟଙ୍କା ନିବେଶ ହେବ ବୋଲି କୁହାଯାଉଛି। ଯାହାଫଳରେ ଦାଦନ ଖଟିବା ପାଇଁ ଆଉ ରାଜ୍ୟ ବାହାରକୁ ଯିବେନି, ଏଇଠି ରହି ଚାକିରି କରିବେ ଏବଂ ଯୁବପିଢ଼ି ମାନେ ଏଇଠି ହିଁ ଉନ୍ନତି କରିବେ। ଯାହାଫଳରେ ଓଡ଼ିଶାରେ ମଧ୍ୟ ଉନ୍ନତି ହେବ। ବଡ଼ ବଡ଼ ପ୍ରକଳ୍ପକୁ ନେଇ ଇନଭେଷ୍ଟମେଣ୍ଟ ମଧ୍ୟ କରିବେ ବାହାର ଲୋକେ। ପୁଣି ଥରେ ଫେଲ ମାରିଲା ଟପ୍ ଅର୍ଡର। ଜୟସ୍ୱାଲ ଏବଂ ପଡ଼ିକଲ 0ରେ ଆଉଟ୍ ହେଲେ। ଆରମ୍ଭ ହୋଇଛି ବର୍ଡର ଗାଭାସ୍କର ଟ୍ରଫି। ତେବେ ପର୍ଥରେ ଖେଳାଯାଇଛି ସିରିଜର ପ୍ରଥମ ମ୍ୟାଚ୍। ଟସ୍ ଜିତିବା ପରେ ବୁମ୍ରା ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ। ତେବେ ଭାରତୀୟ ସମୟ 8ଟା ବେଳୁ ଖେଳ ଆରମ୍ଭ ହୋଇଥିଲା। ଭାରତୀୟ ସମୟ 9:30ରେ ଖେଳ ବଦଳାଇ ଦେଇଥିଲେ ଅଷ୍ଟ୍ରେଲିଆ ପେସର। ଭାରତୀୟ ଟପ୍ ଅର୍ଡରରେ କ୍ରିଜରେ ଏବେ ଅଧିକ ସମୟ ରହି ନଥିଲେ ଏବଂ ଅଷ୍ଟ୍ରେଲିଆ ପେସରଙ୍କ ସମୟରେ ଗୋଟେ ପରେ ଗୋଟିଏ ଭାରତର ୱିକେଟ ଯାଉଥାଏ। ଅନ୍ୟପଟେ ପ୍ରଶଂସକଙ୍କ ଆଶଙ୍କା ଥାଏ ଯେ ଅଧିକ ରନ୍ ହେବ, କିନ୍ତୁ ଟିମ୍ ଇଣ୍ଡିଆ 100 ମଧ୍ୟ କରିପାରିଲା ନାହିଁ। ସବୁ ଆଶଙ୍କାକୁ ପଛରେ ପକାଇ ରାହୁଲ ଏବଂ ନୀତିଶ ରେଡ୍ଡି ବଳରେ ଭାରତ ସମ୍ମାନଜନକ ସ୍କୋରରେ ଅସହାୟ କଳାକାରଙ୍କ ମୁହଁରେ ହସ ଫୁଟାଇଲେ ହରିହର। ହାସ୍ୟ ଅଭିନେତାଙ୍କ ବଡ଼ ହୃଦୟ, ସହାୟତାର ହାତ ବଢ଼ାଇଲେ ହରିହର। ଅସହାୟ କଳାକାରଙ୍କୁ କଲେ ସାହାଯ୍ୟ। ସାଗର ବାଳଙ୍କର ସାଜିଲେ ସାହାରା। ସମୟ ବଡ଼ ବଳବାନ। ସମୟ ମଣିଷକୁ ସୁଯୋଗ ଦେଇ ପରିଚିତ କରାଇଥାଏ, ଆଉ ସେହି ସମୟ ସଂଘର୍ଷରେ ଘୋଡ଼ାରେ ପେଶି ଯନ୍ତ୍ରଣା ମଧ୍ୟ ଦେଇଥାଏ। ଏଭଳି ପରିସ୍ଥିତିରେ ହରିହର ନିଜର ସବୁ ନିଜ ହିସାବରେ ଯେତିକି ସାହାଯ୍ୟ କରିବା କଥା କରିଛନ୍ତି। ଦିନେ ଓଡ଼ିଶାର ପ୍ରସିଦ୍ଧ ଅନ୍ନପୂର୍ଣ୍ଣା ଥିଏଟରରେ ଚର୍ଚ୍ଚିତ ନାୟିକା ଭାବେ କାମ କରୁଥିଲେ। ଆଜି ତାଙ୍କୁ ସାହାଯ୍ୟ କରିଛନ୍ତି ହରିହର। ଅନଲାଇନ ଗେମର ମାୟା। ତେବେ ଅନଲାଇନ ମାୟାରେ ଯୁବପିଢ଼ି ବାୟା। ରାତାରାତି ଧନୀ ହେବା ଲୋଭରେ ଅନଲାଇନ ଖେଳି ହଜାର ହଜାର ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ଅନଲାଇନ ଗେମ୍ ବିଷମ ପରିସ୍ଥିତି ସୃଷ୍ଟି କରିଛି। ପୁରୀ ଜିଲ୍ଲାରେ ଜଣେ ଯୁବକଙ୍କ ଟଙ୍କା ହରାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ତେଣୁ ଅନଲାଇନ ଗେମ୍ ଉପରେ ନିୟନ୍ତ୍ରଣ ନ ରହିଲେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ରହିଛି। ପୁରୀ ଜିଲ୍ଲା ସଦର ଅଞ୍ଚଳରେ ସୂର୍ଯ୍ୟନାରାୟଣ ପଣ୍ଡା ପୂଜା ପାଠ କରି ଦକ୍ଷିଣା ପାଉଥିବା 19,000 ଟଙ୍କା ରଖିଥିଲେ। ଏଥିରେ ନିଜ ଅସୁସ୍ଥ ଭଉଣୀକୁ ଚିକିତ୍ସା କରିଥାନ୍ତେ, କିନ୍ତୁ ଅନଲାଇନ ଗେମ୍ ଖେଳି ଟଙ୍କା ହରାଇଯିବା ପରେ ସୂର୍ଯ୍ୟମଣି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସାଙ୍ଗମାନେ ଠିକ୍ ସମୟରେ ତାଙ୍କୁ ପହଞ୍ଚି ବଞ୍ଚାଇଥିଲେ। ସେହିପରି ପୁରୀ ଜିଲ୍ଲା ସତ୍ୟବାଦୀ ମନୋଜ ବାରିକ ବିୟୁଟି ପାର୍ଲରରେ ସଞ୍ଚୟ କରିଥିବା 16,000 ଟଙ୍କା ଅନଲାଇନ ଗେମ୍ ଖେଳି ହାରିଯାଇଛନ୍ତି। ରାଗରେ ନିଜ ଦାମୀ ମୋବାଇଲ ଫୋନ ଭାଙ୍ଗି ଦେଇଥିଲେ ମନୋଜ। ତା ସହିତ ଅନଲାଇନ ବିଜ୍ଞାପନ ଯୁବପିଢି କୋମଳପତି ପିଲାମାନଙ୍କୁ ନଷ୍ଟ କରୁଛି। ପିଲାମାନଙ୍କର ଲକ୍ଷ ଲକ୍ଷ ଟଙ୍କା ଯାଉଛି, ତା ସହିତ ନିଜ ଜୀବନ ହାରିବା ପାଇଁ ମଧ୍ୟ ପଛଉନାହାନ୍ତି ଏଇ ଯୁବପିଢି ମାନେ। ଧନୁ ଯାତ୍ରାକୁ ନେଇ ଆସିଲା ବଡ ଖବର। ହୃଷିକେଶ ଭୋଇ ହେବେନି କୃଷ୍ଣ। ବିଶ୍ୱର ସର୍ବବୃହତ ମୁକ୍ତକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆସନ୍ତା ବର୍ଷ ଜାନୁଆରୀ 3 ତାରିଖରେ ଆରମ୍ଭ ହୋଇ ଜାନୁଆରୀ 13 ତାରିଖରେ ଶେଷ ହେବ। ତେବେ ପୂର୍ବ ବର୍ଷ ଭଳି ଏଥର ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇଙ୍କୁ ଦେଖିବାକୁ ମିଳିବ ନାହିଁ। କଂସ ଭୂମିକାରେ ଅଭିନୟ କରିବେ ନୂଆ ବ୍ୟକ୍ତି। ଆଜି ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ବଡ଼ ଘୋଷଣା। ଏଣିକି ସ୍କୁଲ ପିଲାଙ୍କୁ ମିଳିବ 5,000 ଟଙ୍କା। ଆଦିବାସୀ ଜନଜାତି ଏବେ ସ୍କୁଲ ପିଲାଙ୍କୁ ପାଖାପାଖି 5,000 ଟଙ୍କା ମାଧସିଂ ଯୋଜନା ନାଁରେ ମିଳିବ। ତେବେ କୁହାଯାଉଛି ଏଥିରେ 3,50,000 ଛାତ୍ରଛାତ୍ରୀ ଉପକୃତ ମଧ୍ୟ ହେବେ। ତା ସହିତ ମୁଖ୍ୟମନ୍ତ୍ରୀଙ୍କର ଆଉ ଗୋଟେ ମଧ୍ୟ ଘୋଷଣା। ଏସଏଚଜି ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଋଣ ଛାଡ଼ କରିଛନ୍ତି। ପୂର୍ବ ସରକାର ଏସଏଚଜି ମହିଳା ଯେତିକି ଋଣ ନେଇଥିଲେ ତାର ସୁଧ ପରିଶୋଧ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଭୁବନେଶ୍ୱର ବାୟୁମଣ୍ଡଳରେ ବି ବଢୁଛି ବିଷ। ଜନତା ସରକାରକୁ ସଜାଗ କଲେ ପରିବେଶବିତ୍। ତେବେ ଦିଲ୍ଲୀରେ ଏବେ ଭୟଙ୍କର ପରିସ୍ଥିତି। ଓଡ଼ିଶା ବାୟୁ ବି ଏବେ ପ୍ରଦୂଷିତ ହେଉଛି। ବିଶ୍ୱ ବଳୟରେ ଘେରି ଗଲାଣି ଭୁବନେଶ୍ୱର ସମେତ 6ଟି ସହର। ସ୍ଥିତି ଯାହା ରାଜଧାନୀର ଏବେ ଏୟାର କ୍ୱାଲିଟି ଇଣ୍ଡେକ୍ସ ମୋଡ ରେଡ୍ରୁ ପୋର କ୍ୱାଲିଟି ଛୁଇଁବାକୁ ବସିଲାଣି। ତେବେ ରାଜଧାନୀରେ ଏକ୍ୟୁଆଇ 175 ଥିବାବେଳେ କଟକରେ 155 ଅଛି, ଯାହା ମିନିମମ୍ 50ରୁ 100 ଭିତରେ ରହିଥିବା ଦରକାର। ତେବେ ଏହା ମଧ୍ୟ ଦିଲ୍ଲୀରେ ମଧ୍ୟ 500 ଉପରେ ରହିଛି। 30ଟା ସିଗିରା ଟାଣିବା ସହିତ ସମାନ ବୋଲି କୁହାଯାଉଛି। ସ୍ମାର୍ଟ ସିଟି ପବନରେ ବି ଭାରି ଲାଗିଲାଣି ବିଷ। ବିଗିଡିବାରେ ଲାଗିଛି ଏୟାର କ୍ୱାଲିଟି ଇଣ୍ଡେକ୍ସ। ଖରାପ ହେବା ପାଇଁ ଯାଉଛି ଏକ୍ୟୁଆଇ କ୍ୟାଟାଗୋରୀ ମୁହାଁ। ତେଣୁ ରାଜଧାନୀବାସୀ ମଧ୍ୟ ସମସ୍ତେ ସଜାଗ ରୁହନ୍ତୁ ବୋଲି କୁହାଯାଉଛି। ଏନେଇ ସରକାରଙ୍କ ତରଫରୁ ମଧ୍ୟ ନୂଆ ନୂଆ ଯୋଜନା ଆରମ୍ଭ ହେବ, ଯାହା ଫଳରେ ଆଗକୁ ପ୍ରଦୂଷଣ ହେବ ନାହିଁ ବୋଲି କୁହାଯାଉଛି। ରାଜ୍ୟ ସରକାରଙ୍କର ଐତିହାସିକ ନିଷ୍ପତ୍ତି। ରାଜ୍ୟରେ ଗଠିତ ହେଲା ଗୋ ସୁରକ୍ଷା କମିଟି। ଗୋ ଚାଳନ ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଗୋ ସୁରକ୍ଷା ଗୋ ରକ୍ଷା ପାଇଁ ରାଜ୍ୟରେ ଗଠିତ ହେଲା କମିଟି। ଗୋ ସୁରକ୍ଷା ପାଇଁ 300 କୋଟି ଟଙ୍କାର ସ୍ୱତନ୍ତ୍ର ବଜେଟ୍। ଉପମୁଖ୍ୟମନ୍ତ୍ରୀ ସମେତ 5ଟି କ୍ୟାବିନେଟ ମନ୍ତ୍ରୀ ଏବଂ ପୋଲିସ ଡିଜିକୁ ନେଇ ଗୋ ସୁରକ୍ଷା ପାଇଁ ଏକ କମିଟି ଗଠନ ହୋଇଛି, ଯାହା ଏକ ଐତିହାସିକ ଘୋଷଣା ବୋଲି କୁହାଯାଉଛି। ଅବକାରୀ ନୀତିରେ ହେବ ବଡ଼ ପରିବର୍ତ୍ତନ। ବନ୍ଦ ହେବ ଚୋରା ମଦ କାରବାର। ଏଭଳି କହିଛନ୍ତି ମନ୍ତ୍ରୀ। ରାଜ୍ୟରେ ଡ୍ରଗ୍ସ କାରବାର ସମ୍ପୂର୍ଣ୍ଣ ମୂଳପୋଛ ହେବା ଖୁବ୍ ଶୀଘ୍ର ଅବକାରୀ ନିୟମରେ ବ୍ୟାପକ ପରିବର୍ତ୍ତନ ହେବ। ଚୋରା ମଦ କାରବାର କଠୋର ଭାବେ ଦମନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏନ୍ଏବି ଅବକାରୀ ବିଭାଗ କରିବେ ମିଳିତ ଅପରେସନ। ରାଜ୍ୟରେ ଯେଉଁ ସ୍ଥାନରେ ଚୋରା ମଦ କାରବାର ହେଉଛି, ଦେଶୀ କି ବିଦେଶୀ, ସେଗୁଡ଼ିକ କଠୋର ହସ୍ତରେ ଦମନ କରିବାକୁ ଅବକାରୀ ବିଭାଗ କଡ଼ା ପଦକ୍ଷେପ ନେବ ବୋଲି କୁହାଯାଉଛି। ରାସନ କାର୍ଡକୁ ନେଇକି ବଡ଼ ଅପଡେଟ୍। ଏଣିକି ସାରା ଭାରତରେ 5 କୋଟି ରାସନ କାର୍ଡ ରବ୍ଦ। ଏମାନଙ୍କ ଭିତରୁ ଅଯୋଗ୍ୟ ଅଛନ୍ତି ଆଉ କିଛି ଲୋକ ମୃତ ବ୍ୟକ୍ତି ଅଛନ୍ତି, ଯାହାର ରାସନ କାର୍ଡ ଏପର୍ଯ୍ୟନ୍ତ ଚାଲୁଛି। ଏମାନଙ୍କୁ ଭୂତ ହିତାଧିକାରୀ କୁହାଯିବ ବୋଲି କୁହାଯାଉଛି। ତେବେ ରାସନ କାର୍ଡ ହାତେଇଥିଲେ 5 କୋଟିରୁ ଅଧିକ ଲୋକ, ତାଙ୍କ ରାସନ କାର୍ଡ ରବ୍ଦ ହୋଇଛି। ଓଡ଼ିଶାରେ ସେହିଭଳି 2 ଲକ୍ଷ ରାସନ କାର୍ଡ କଟିଛି, ଯେଉଁମାନେ ଅଯୋଗ୍ୟ ଥିଲେ। ଖୁବ୍ ଜଲଦି ନୂଆ ରାସନ କାର୍ଡ ଜାନୁଆରୀ ମାସରେ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଆଉ ଏଇ ନଭେମ୍ବର ଶେଷ ତାରିଖ ସୁଦ୍ଧା କେୱାଇସି କରିଦିଅନ୍ତୁ, ନହେଲେ ଆପଣଙ୍କ ରାସନ କାର୍ଡ କଟିଯିବ ବୋଲି ସରକାର ମଧ୍ୟ ଘୋଷଣା କରିଛନ୍ତି। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ସକାଳ 5ଟା ଆଉ ସନ୍ଧ୍ୟା 5ଟାରେ ଦେଖିବା ପାଇଁ ହେଲେ ଆମର ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଜୟ ଜଗନ୍ନାଥ।